Hey guys, welcome back to my channel. ଆଜି ଠାରୁ ମୁଁ ବ୍ଲଗ ଷ୍ଟାର୍ଟ କରିଛି। ଦୀର୍ଘ 9 ମାସ ପାଖାପାଖି ହବ ଦେହ ଖରାପ ଥିଲା। ଏବେ ବି ଷ୍ଟିଲ୍ ଦେହ ଖରାପ ଅଛି, ରିକଭରି ହେଇନି। ଠିକ୍ ଅଛି, ତ ଆଜିଠାରୁ ବ୍ଲଗ ଷ୍ଟାର୍ଟ ହବ, ବ୍ଲଗ୍ସ ଭିଡ଼ିଓ ଆସିବ। ଠିକ୍ ଅଛି, ଏନ୍ଜୟ କରିବେ ଆଉ। ତ ବର୍ତ୍ତମାନ ଦେଖିପାରୁଥିବେ ମୁଁ ଗୋଟେ ଲୋକେସନରେ ପଳେଇ ଆଇଛି। ଠିକ୍ ଅଛି, ଆପଣ ପଛରେ ବୁଲେଇକି ଦେଖେଇ ଦେଉଛି। ଦେଖିପାରୁଥିବେ ଲୋକେସନ ପଛପଟେ ହେଲା ମନ୍ଦିର ଫନ୍ଦିର ଅଛି। ଠିକ୍ ଅଛି, ଆଉ ଏପଟେ ଖାଲି ରୋଡ଼ଟା ଅଛି। ବର୍ତ୍ତମାନ ଦେଖିପାରୁଥିବେ ଗୋଟେ ପକ୍କା ଗୋଟେ କଚ୍ଚା ରୋଡ଼ ପଡ଼ିଛି ଏଠି, ଦେଖିପାରୁଥିବେ ହେଲା। ତ ଏଇ ରୋଡ଼ ବର୍ତ୍ତମାନ ଗୋଟେ ଘରକୁ ଯାଉଛି। ଠିକ୍ ଅଛି, ପାଖାପାଖି 20 ମିନିଟ୍ ମୋତେ ଲାଗିବ ଘରେ ପହଞ୍ଚିବା ପାଇଁ। ଠିକ୍ ଅଛି, ତ ଏଠୁ ଆମ ଘର ଡିଷ୍ଟାନ୍ସ ହେବ 1 କିଲୋମିଟର। ଠିକ୍ ଅଛି, ଆଉ ଯଦି ବାଇକ୍ ରାସ୍ତାରେ ତାହେଲେ 15 ମିନିଟ୍ରୁ କମ୍ ଲାଗିଥାନ୍ତା। ତ ସାଇକେଲରେ ଯାଉଛି ମିନିମମ୍ 20 ମିନିଟ୍ସ, 5 ମିନିଟ୍ 20 ମିନିଟ୍ସ ଲାଗିବ। ଠିକ୍ ଅଛି, କିଛି ନାହିଁ, ଆମେ ପହଞ୍ଚିଯିବା। ଠିକ୍ ଅଛି, କାରଣ ଜୀବନରେ କଷ୍ଟ କରିବା ନିହାତି ଦରକାର। ଖାଲି ଗାଡ଼ି ସହଜ ସଡ଼କ ଦେଖିଗଲି ଗାଡ଼ି ଚଲେଇଲେ ହେବନି। ସାଇକେଲ ଚଲେଇବାରେ ବି ଏକ୍ସପିରିଏନ୍ସ ହେବା ଦରକାର। କାରଣ ଆମର ଏକ୍ସପିରିଏନ୍ସଟା ସାଇକେଲରୁ ଆରମ୍ଭ ହେଇଛି, ତାପରେ ଆମେ ଗାଡ଼ିକି ଉପରେ ଆମର ଅଧିକା ସାବ୍ୟସ୍ତ କରିବା ବା ମାନେ ଗାଡ଼ି ଆମେ ଚଲେଇବାରେ କରୁଛି। ଠିକ୍ ଅଛି, ତ ତଳୁ ଉପରକୁ ଯିବା ଷ୍ଟାର୍ଟ କରିବା ଦରକାର। ସିଧା ଉପରକୁ ଗଲେ ବିପଜ୍ଜନକ, ଅଳ୍ପ ବିଦ୍ୟା ଭୟଙ୍କର। ସେମିତି ତଳୁ ଉପରକୁ ଯିବା ଷ୍ଟାର୍ଟ କରିବା, ଏକାଥରେ ଯଦି ଡେଇଁକି ଯିବା ତ ଆମେ ପଡ଼ିଯିବା ନିହାତି। ଠିକ୍ ଅଛି, ଆପଣ ଗୋଟେ ଦେଖିବା ଭଙ୍ଗା ଘରଟେ ଅଛି, ଘର ମନ୍ଦିରଟା ମାରିକି ହେଇକି ପଡ଼ିଛି, ବନ୍ଦ ହେଇକି ପଡ଼ିଛି। ଏବେ ଗୋଟେ ଆଡ୍ରାସ୍ଥଳ ମିଳୁଛି ହେଇଛି। ଏପଟେ ଦେଖିପାରିବେ ଏଠି ଗୋଟେ ବଡ଼ ଡଣ୍ଡାଟା ଅଛି, ଏଠି ସପ ପୋଟା ଯାଏ, ବଟ୍ ଏବେ ହଉନି, ଷ୍ଟିଲ୍ ବନ୍ଦ ଅଛି। ସେପଟା ଘର ଅଛି ଏଇଟା, ଆଉ ଆଗଟା ହେଉଛି ଡାକ୍ତରଖାନା ଗଭର୍ଣ୍ଣମେଣ୍ଟର। ତ ଦେଖିପାରିବ ଦିହ ପୁରା ଖରାପ ଅଛି। ତ ଫେସ୍ ବି ଦେଖେଇ ପାରିବି, ଦେଖିପାରିବ ଫେସ୍ ପୁରା ଡାଉନ୍ ହେଇଯାଇଛି। ତ କାଶ ବାସ ହେଉଛି କହିପାରି। ତ ଆପଣ ଖାଲି ବ୍ଲଗ୍ଟା ଦେଖନ୍ତୁ, ଏନ୍ଜୟ କରନ୍ତୁ। ଠିକ୍ ଅଛି, ଏଇଟା ଦେଖିପାରିବ ଅଙ୍ଗନବାଡ଼ି ଖଦାସେର। ଫାଇନାଲ୍ ଆସି ମୁଁ ଘରେ ପହଞ୍ଚିଗଲି। ଇଏ ହେଉଛି ଘରର ପଛପଟ ଲୋକେସନ୍ଟା। ଠିକ୍ ଅଛି, ଯେଉଁଠି ମୁଁ ଭିଡ଼ିଓ ଆଗରୁ ବି ବନେଇଛି, ଆପଣମାନେ ଦେଖିସାରିଛନ୍ତି। ଠିକ୍ ଅଛି, ତ ଘରେ ଆସି ପହଞ୍ଚିଗଲି। ତ ଭିଡ଼ିଓକୁ ଏଇଠି ଏଣ୍ଡ୍ କରୁଛି। ଦେଖା ହେବ ନେକ୍ସଟ ବ୍ଲଗ୍ରେ। ଟେକ୍ କେୟାର, ଜୟ ଶ୍ରୀରାମ, ବାଏ ବାଏ। ଆଉ ଗୋଟେ କଥା, ସବସ୍କ୍ରାଇବ୍ କରିବା ଭୁଲିବେନି।